हार्दिक पांड्या एवं कुलदीप यादवଙ୍କ ମଧ୍ୟରେ ଖରାପ ଝଗଡ଼ା ହେଲା। ସୂର୍ଯ୍ୟ କାହିଁକି ହାତ ମାରିଲେ? ହାତାହାତି ଝଗଡ଼ାର ସମ୍ପୂର୍ଣ୍ଣ ସତ୍ୟ ଜାଣନ୍ତୁ। ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ଟି20 ୱାର୍ଲ୍ଡ କପ୍ରେ ଜବରଦସ୍ତ ବିଜୟ ହାସଲ କଲା। 2026 ୱାର୍ଲ୍ଡ କପ୍ରେ ମଧ୍ୟ ପାକିସ୍ତାନ ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଗଲା। କିନ୍ତୁ ଏହି ବିଜୟ ପରେ ଟିମ୍ ଇଣ୍ଡିଆର ଖେଳାଳିମାନଙ୍କ ମଧ୍ୟରେ ଝଗଡ଼ା ହେଲା ଏବଂ ହାତାହାତିର ପରିସ୍ଥିତି ଆସିଗଲା। ଏପରି କ'ଣ ହେଲା ଆମେ ଆପଣଙ୍କୁ କହିବୁ। ପ୍ରଥମେ ଏହା ଦେଖନ୍ତୁ ଯେ ଏଠାରେ ଲେଖା ହୋଇଛି ଭାରତ 61 ରନରେ ମ୍ୟାଚ୍ ଜିତିଲା ଏବଂ ମ୍ୟାଚ୍ ଶେଷ ହେବା ପରେ ହାର୍ଦିକ ପାଣ୍ଡ୍ୟା କୁଲଦୀପ ଯାଦବ ଉପରେ ରାଗିଥିବାର ନଜର ଆସୁଛନ୍ତି ଏବଂ ଏଠାରେ ପରବର୍ତ୍ତୀ ଫଟୋ ମୁଁ ଆପଣଙ୍କୁ ଦେଖାଉଛି। ଏଠାରେ ଆପଣ ସ୍ପଷ୍ଟ ଭାବେ ଦେଖିପାରିବେ ଯେ ହାର୍ଦିକ ପାଣ୍ଡ୍ୟା ତାଙ୍କୁ ଗାଳି ଦେଉଛନ୍ତି, ତାଙ୍କୁ ଅନେକ କଥା କହୁଛନ୍ତି ଏବଂ ଏହି କୁଲଦୀପ ଯାଦବ ଏଠାରେ ପଛପଟେ ଠିଆ ହୋଇଛନ୍ତି। କିନ୍ତୁ ସେହି ସମୟରେ କ'ଣ ହୁଏ? ହାର୍ଦିକ ପାଣ୍ଡ୍ୟା କୁଲଦୀପ ଯାଦବଙ୍କ ଆଡ଼କୁ ବଢ଼ନ୍ତି ଏବଂ ରିଙ୍କୁ ସିଂ ଏଠାରେ ମଧ୍ୟସ୍ଥତା କରନ୍ତି। କୁଲଦୀପ ହାର୍ଦିକ ପାଣ୍ଡ୍ୟାଙ୍କୁ ରିଙ୍କୁ ସିଂ ଧରନ୍ତି। ହଠାତ୍ ଏପରି କ'ଣ ହେଲା ଯେ ଟିମ୍ ଇଣ୍ଡିଆର ଖେଳାଳିମାନେ ପରସ୍ପର ସହ ଲଢ଼ିବାକୁ ଲାଗିଲେ। ସୂର୍ଯ୍ୟକୁମାର ଯାଦବ କେତେ ରାଗି ଯାଆନ୍ତି? ମୁଁ ସୂର୍ଯ୍ୟଙ୍କୁ କେବେ ବି ଏତେ ରାଗରେ ଦେଖିନାହିଁ ଏବଂ ଖେଳାଳି ଏହିପରି ବ୍ୟବହାର କରୁଛି କ୍ୟାପ୍ଟେନଙ୍କ ସହ। ତେବେ କ୍ୟାପ୍ଟେନ ତ ରାଗିବେ ହିଁ ନା ଭାଇ। କିନ୍ତୁ ପ୍ରସଙ୍ଗ ହେଉଛି କ'ଣ ହେଲା, କ'ଣ ଗଣ୍ଡଗୋଳ, କ'ଣ ଧମାଲ, କ'ଣ କଳହ ତାହା ଜାଣନ୍ତୁ। ବର୍ତ୍ତମାନ ମୁଁ ଆପଣଙ୍କୁ ପ୍ରସଙ୍ଗ କହୁଛି। ପାକିସ୍ତାନର ଶେଷ ୱିକେଟ୍ ଥିଲା। ସାହିନ ଶାହା ଆଫ୍ରିଦି ଶଟ୍ ଖେଳନ୍ତି ଏବଂ ବାଉଣ୍ଡ୍ରି ନିକଟରେ ଠିଆ ହୋଇଥିବା କୁଲଦୀପ ଯାଦବ ବଲ୍ ଧରିବାକୁ ଦୌଡ଼ନ୍ତି। ବାଉଣ୍ଡ୍ରି ବହୁତ ଦୂର ଥିଲା, କ୍ୟାଚ୍ ବହୁତ ସହଜ ଥିଲା। ଏହା ଦେଖନ୍ତୁ, ଏହି କୁଲଦୀପ ଯାଦବଙ୍କ ବଲ୍ ଏକଦମ ହାତକୁ ଆସେ। ଏହା ଦେଖନ୍ତୁ, ହାତକୁ ଆସେ ଏବଂ ହାତକୁ ଆସିବା ମାତ୍ରେ ସେ ହାତକୁ ବନ୍ଦ କରିଦିଅନ୍ତି। ବଲ୍ ବାଉନ୍ସ କରେ ଏବଂ ବଲ୍ ଏମିତି ଉପରକୁ ଉଠିଯାଏ ଯେ ବଲ୍ ଆସିଲେ ତ ବାଉନ୍ସ କରି ଅନେକ ଥର ବଲ୍ ଉଛୁଳିଯାଏ। ତ ବଲ୍ ବାଉନ୍ସ କରେ, ବଲ୍ ଉଛୁଳିଯାଏ ଏବଂ ସେ ହାତ ବନ୍ଦ କରିଦିଅନ୍ତି। ଏହା ଦେଖନ୍ତୁ ଏବଂ ତାପରେ କ'ଣ ହୁଏ ଏହା ଦେଖନ୍ତୁ। ଏହା ଦେଖନ୍ତୁ, ସେ ନିଜକୁ ସମ୍ଭାଳି ପାରୁନାହାନ୍ତି ଏବଂ ବଲ୍ ତାଙ୍କ ହାତରୁ ଉଛୁଳିବା ଆରମ୍ଭ କରେ। ଏହା ଦେଖନ୍ତୁ, ଏହି ବଲ୍, ଏହି କୁଲଦୀପ ଯାଦବଙ୍କ ହାତ ଏମିତି ତଳେ ଏବଂ ତାପରେ ଏହି ବଲ୍ ବାଉଣ୍ଡ୍ରି ପାର ହୋଇଯାଏ। ଅର୍ଥାତ୍ ଯେଉଁ ବଲ୍ ଆରାମରେ କ୍ୟାଚ୍ ହୋଇଯିବା କଥା, ଆପଣଙ୍କୁ ଧରିନେବା କଥା, ତାକୁ ଆପଣ ଦେଉଛନ୍ତି। ପାକିସ୍ତାନକୁ 6 ରନ୍ ଉପହାର ଦେଉଛନ୍ତି। ତାହା ତ ଭଲ କଥା। ପାକିସ୍ତାନ ଏହି ମ୍ୟାଚ୍ରେ ପୂର୍ବରୁ ହିଁ ବହୁତ ଶେଷ ହୋଇଯାଇଥିଲା। କିନ୍ତୁ ଭାବନ୍ତୁ ଯଦି ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହୋଇଥାନ୍ତା ଏବଂ ଆପଣ ସହଜରେ କ୍ୟାଚ୍ ଦେଇଥାନ୍ତେ। ଭାବନ୍ତୁ ଯେଉଁ ସୂର୍ଯ୍ୟକୁମାର ଯାଦବ ଟି20 ୱାର୍ଲ୍ଡ କପ୍ 2024ରେ କ୍ୟାଚ୍ ଧରିଥିଲେ, ଯଦି ସେ ଚାଲିଯାଇଥାନ୍ତା ତେବେ କ'ଣ ହୋଇଥାନ୍ତା? ଇଣ୍ଡିଆ ୱାର୍ଲ୍ଡ କପ୍ ହାରିଯାଇଥାନ୍ତା ଏବଂ ଏଠାରେ କୁଲଦୀପଙ୍କ ଏହି ମୂର୍ଖତା ଯୋଗୁଁ ପାକିସ୍ତାନକୁ 6 ରନ୍ ମିଳିଯାଏ। ଏବଂ ଏହା ଦେଖନ୍ତୁ, ତାପରେ ହାର୍ଦିକ ପାଣ୍ଡ୍ୟା ସେହି ସମୟରେ ତାଙ୍କୁ କିଛି କହି ଫିଲ୍ଡରେ ନଜର ଆସନ୍ତି। ସେହି ସମୟରେ ପାକିସ୍ତାନକୁ 17 ବଲ୍ରେ 69 ରନ୍ ଦରକାର ଥିଲା ଜିତିବା ପାଇଁ। କିନ୍ତୁ ଯଦିଓ ବହୁତ ବଡ଼ ସ୍କୋର ଥିଲା, କିନ୍ତୁ ତଥାପି ହାର୍ଦିକ ପାଣ୍ଡ୍ୟା ରାଗରେ ସେହି ସମୟରେ ଆସନ୍ତି ବୋଲିଂରେ ଏବଂ କୁଲଦୀପ ଯାଦବଙ୍କ ଆଡ଼କୁ ଇସାରା କରନ୍ତି ଏବଂ କିଛି ତାଙ୍କୁ ଖରାପ କଥା କହୁଥିବାର ନଜର ଆସନ୍ତି। ତେବେ ଏହା ସେତେବେଳାର କଥା ଯେତେବେଳେ କୁଲଦୀପ କ୍ୟାଚ୍ ଛାଡ଼ି ଦିଅନ୍ତି ଏବଂ ଏହି ସମ୍ପୂର୍ଣ୍ଣ ଡ୍ରାମା ମ୍ୟାଚ୍ ଶେଷ ହେବା ପରେ ହେଲା ଯେ ହାର୍ଦିକ ପାଣ୍ଡ୍ୟା ଭାଇ ଯଦି କୌଣସି ଫିଲ୍ଡର କ୍ୟାଚ୍ ଛାଡ଼େ ତେବେ ଏହା ବୋଲରଙ୍କର ଅଧିକାର ଯେ ତାଙ୍କୁ ଗାଳି ଦେବା କିମ୍ବା କିଛି ତାଙ୍କୁ କହିବା। କିନ୍ତୁ ବୋଲର ଏହିପରି ରାଗରେ ଆସିପାରିବ ନାହିଁ। ବୋଲର ଏହିପରି ନିଜ କ୍ୟାପ୍ଟେନକୁ ଅପମାନିତ କରିପାରିବ ନାହିଁ ଯାହା କୁଲଦୀପ ଯାଦବ କରିଛନ୍ତି। ତେବେ ଏହିପରି ଗଣ୍ଡଗୋଳ ହେଲା କୁଲଦୀପ ଯାଦବଙ୍କ କ୍ୟାଚ୍ ଛାଡ଼ିବା ଉପରେ। ହାର୍ଦିକଙ୍କ ଉପରେ ରାଗିଲେ ସୂର୍ଯ୍ୟକୁମାର ଯାଦବଙ୍କୁ ଆଟିଟ୍ୟୁଡ୍ ଦେଖାଇଲେ, ଅହଙ୍କାର ଦେଖାଇଲେ ଏବଂ ତାପରେ ସୂର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ଭାବେ ହାତ ଝଟକାଇଲେ। ଏମିତି ସ୍ପୋର୍ଟସ୍ ଖବର ଜାଣିବା ପାଇଁ ଥର୍ଡ ଅମ୍ପାୟାର ଓଡ଼ିଶାକୁ ସବସ୍କ୍ରାଇବ୍ କରନ୍ତୁ।